ବର୍ଷା ଋତୁ ଝଡ଼ ତୋଫାନ ସହିତ ବର୍ଷା ଜଳରେ ପଦ୍ମା ନଦୀ ପୁରିଲା ପୁରିଲା ଲାଗୁଛି। ଦିନେ ସକାଳେ ମନମୋହିନୀ ଦେବୀ ଶିଶୁପୁତ୍ର ଅନୁକୂଳକୁ କୋଳରେ ଧରି ନିଜ ମାତା କୃଷ୍ଣ ସୁନ୍ଦରୀଙ୍କ ସହିତ କୁଷ୍ଟିଆ ଯାଇଥିଲେ କୌଣସି କାର୍ଯ୍ୟରେ। ପଦ୍ମାର ଗୋଟିଏ ପଟେ ହିମାୟତପୁର, ନଦୀ ପାର ହେଲେ କୁଷ୍ଟିଆ। ଫେରିଲା ବେଳକୁ ସନ୍ଧ୍ୟା ଆଗତ ପ୍ରାୟ। ନୌକାରେ କିଛି ବାଟ ଆସିଛନ୍ତି, ଆରମ୍ଭ ହେଲା କାଳବୈଶାଖୀର ତାଣ୍ଡବ ଲୀଳା। ସତେକି ଓଲଟାଇ ଦେବ ନୌକାକୁ। ଅକ୍ତିଆରରେ ନ ରଖିପାରି ଦୁଇଜଣ ନାଉରୀ ଜୀବନ ବିକଳରେ ପଦ୍ମା ଜଳକୁ ଡେଇଁ ପଡ଼ିଲେ। ଅସ୍ଥିର ନୌକାରେ ବାକି ରହିଲେ 3 ଜଣ, ମନମୋହିନୀ ଦେବୀ, ପାଖରେ ବୟସ୍କା ମାତା ଓ ହାତରେ ଶିଶୁପୁତ୍ର। ସେ ଇଷ୍ଟନାମ ଜପ କରି ଚାଲିଛନ୍ତି, ଗୁରୁଦେବ ଗୁରୁଦେବ। ନୌକାଟି ତଥାପି ଓଲଟି ନଥାଏ। ହଠାତ୍ ଶିଶୁ ଅନୁକୂଳ କହି ଉଠିଲେ, ଏଇଠି ଓହ୍ଲାଇ ପଡ଼ ମା, ତୁରନ୍ତ ଓହ୍ଲାଇ ଯାଅ। 3 ଜଣ ନୌକାରୁ ଓହ୍ଲାଇ ପଡ଼ିଲେ। ସେଠାରେ କିନ୍ତୁ ଅକାତକାତ ଜଳ ନଥିଲା। ପାଦ କେବଳ ବୁଡ଼ିଲା। ସେମାନେ ସେହି ଅନ୍ଧାରୁଆ ପରିବେଶରେ ପବନ ସ୍ରୋତରେ ହିମାୟତପୁର କୂଳ ଆଡ଼କୁ ଚାଲିବାକୁ ଲାଗିଲେ। କେଉଁଠି ଆଣ୍ଠିଏ ପାଣି ତ କେଉଁଠି ଅଣ୍ଟାଏ। ଜୀବନ ବଞ୍ଚିଗଲା, ଡଙ୍ଗା କେଉଁଆଡ଼େ ଭାସିଗଲାଣି। ବର୍ଷା ପବନ ଥମି ଆସୁଛି। ଆଉ ଗୋଟିଏ ନୌକା ମିଳିଗଲା। ମନମୋହିନୀ ଦେବୀ ଗୁରୁଙ୍କୁ ମନେ ପକାଇ ହାତ ଯୋଡ଼ିଲେ ଓ ପୁତ୍ର ଅନୁକୂଳକୁ ଛାତିରେ ଜଡ଼ାଇ ଧରି ବର୍ଷାରେ ଭିଜି ଭିଜି ଘରେ ପହଞ୍ଚିଲେ। ଏହି ସ୍ୱଳ୍ପ ବର୍ଣ୍ଣନାଟିକୁ ଏଇଠି ରଖୁଛି। ସମସ୍ତଙ୍କୁ ଜୟଗୁରୁ।